ପ୍ରେମରେ ପଡ଼ିବାକୁ ରାଜି ହେଉନଥିଲେ ଅପରାଜିତା, କିନ୍ତୁ ତାଙ୍କ ପାଇଁ ପାଗଳ ହେଉଥିଲେ ଉତ୍ତମ ମହାନ୍ତି। ଧଳା ଚେହେରା, ଲମ୍ବା ଚୁଟି, ହ୍ୟାଣ୍ଡସମ୍ ବଡି ଥିଲେ ବି ଅପରାଜିତାକୁ ରାଜି କରାଇବାକୁ ଲାଗିଯାଇଥିଲା ଦୀର୍ଘ 5 ବର୍ଷ। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ହୋଇଥିବା ଉତ୍ତମ ମହାନ୍ତି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଚାକିରି ଛାଡ଼ି 70 ଦଶକରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ। 1977 ମସିହାରେ ଫିଲ୍ମ ଅଭିମାନରୁ ତାଙ୍କ ପ୍ରଥମ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ ମହାନ୍ତି। କୁହାଯାଏ ଯେ ଅଶାନ୍ତ ଗ୍ରହ ଫିଲ୍ମର ଯେତେବେଳେ ସୁଟିଂ ଚାଲିଥିଲା ସେତେବେଳେ ଉତ୍ତମଙ୍କ ସହ ଅପରାଜିତାଙ୍କ ପ୍ରଥମ ଦେଖା ହୁଏ। ଆଉ ତାପରେ କିଛି ଫିଲ୍ମରେ ଏକାଠି ଅଭିନୟ କରିବା ପରେ ସେତେବେଳେ ଅପରାଜିତାଙ୍କ ପ୍ରେମରେ ପଡ଼ିଯାଆନ୍ତି ଉତ୍ତମ ମହାନ୍ତି। କିନ୍ତୁ ଧରାଛୁଆଁ ଦେଉନଥିଲେ ଅପରାଜିତା। ଏଣୁ ଅପରାଜିତାଙ୍କୁ ଆଉ ପ୍ରେମ ନିବେଦନ ନକରି ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ। ଆଉ ଏଥିରେ ରାଜି ହୋଇଯାଇଥିଲେ ଅପରାଜିତା। 1987 ମସିହା ମେ ମାସ 17 ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭୁବନେଶ୍ୱର ମ୍ୟୁନିସିପାଲିଟି ଅତିଥି ଭବନରେ ଏହି ବିବାହ ହୋଇଥିଲା। ଆଉ ବିବାହର 2 ବର୍ଷ ପରେ ଅର୍ଥାତ୍ 1989 ମସିହାରେ ଉତ୍ତମ ଆଉ ଅପରାଜିତାଙ୍କ କୋଳକୁ ଆସିଥିଲେ ବର୍ତ୍ତମାନର ଓଲିଉଡ୍ ସୁପରଷ୍ଟାର ବାବୁସାନ ମହାନ୍ତି। ତେବେ ଏକଦା ଫିଲ୍ମ ଅଭିନେତା ହେବା ପାଇଁ କୌଣସି ଯୋଜନା କରିନଥିବା ଉତ୍ତମ ସମୟ ଚକ୍ରରେ ବନିଯାଇଥିଲେ ଓଲିଉଡ୍ ସୁପରଷ୍ଟାର। 135ଟି ଓଡ଼ିଆ, 30ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ତାଙ୍କୁ ଯେତିକି ଲୋକପ୍ରିୟ କରିଥିଲା ସେତିକି ଘରେ ଘରେ ମଧ୍ୟ ପରିଚିତ କରାଇଥିଲା। ଆଜି ତାଙ୍କ ଅବର୍ତ୍ତମାନରେ ସାରା ଓଡ଼ିଶା ଆଖିରୁ ଝରୁଛି ଲୁହ। ଦୀର୍ଘଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ଏହି ଓଲିଉଡ୍ ସୁପରଷ୍ଟାର। 66 ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଓଡ଼ିଆ ସିନେ ଜଗତର ଅଦ୍ୱିତୀୟ ନାୟକ ଶ୍ରୀ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ସମଗ୍ର ଓଡ଼ିଶା ପାଇଁ ଶୋକ ଆଣିଦେଇଛି। ତାଙ୍କ ନିଖୁଣ ଅଭିନୟ ଦ୍ୱାରା ଦଶନ୍ଧି ଦଶନ୍ଧି ଧରି ସେ ଓଡ଼ିଆ ସିନେପ୍ରେମୀଙ୍କ ହୃଦୟକୁ ଛୁଇଁଥିଲେ। ଓଡ଼ିଆ ଓ ଓଡ଼ିଆ କଳାକ୍ଷେତ୍ର ପାଇଁ ତାଙ୍କ ଅବଦାନକୁ ଏ ମାଟି ସର୍ବଦା ମନେ ପକାଉଥିବ।